ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶାର ଦ୍ୱାଦଶ ପରିଚ୍ଛେଦ। ଏହି ଆତ୍ମଜୀବନୀର ଶେଷ ପରିଚ୍ଛେଦ। ଏହି ଶେଷ ପରିଚ୍ଛେଦର ନାମ ହେଉଛି ଶେଷ ତ୍ରୋଷ। 60 ବର୍ଷକୁ ବହୁଦିନ ହେଲା ବାହାରି ଆସିବା ପରେ ମୋର ମନେ ହେଉଛି ଯେ ମୁଁ ଜୀବନର ଶେଷ କ୍ରୋଶକୁ ଆସି ପହଞ୍ଚିଛି। ଏହି ଶେଷ କ୍ରୋଶ ଅତ୍ୟନ୍ତ କ୍ଳାନ୍ତିକର। କର୍ମ କରିବାର ଶକ୍ତି ଆଉ ବେଶୀ ନାହିଁ, ଅଥଚ ରାସ୍ତା ଶେଷ ହେଉନାହିଁ କିମ୍ବା ତୃଷାର ବିଲୟ ଘଟୁନାହିଁ। କର୍ମ ବିନା ଜରାଜୀର୍ଣ୍ଣ ହୋଇ ବଞ୍ଚି ରହିବା ନିରର୍ଥକ। ଯେ ମୋତେ ଅନ୍ଧକାରରୁ ଆଲୋକକୁ ଟାଣି ଆଣିଛନ୍ତି, ଦାରିଦ୍ର୍ୟର ଅତଳ ଗହ୍ୱରରୁ ମୋତେ ଉଠାଇଛନ୍ତି, ସେହି ଅଦୃଶ୍ୟ କର୍ଣ୍ଣଧାର ହିଁ ମୋତେ ରାସ୍ତା ଶେଷରେ ପହଞ୍ଚାଇ ଦେବେ। ମୁଁ ବ୍ୟବସାୟିକ ଭିତ୍ତି ମଧ୍ୟରେ ବିଶ୍ୱାସ କରେ ନାହିଁ, କିନ୍ତୁ ଏହି ବିଶ୍ୱଜଗତକୁ ଯେକୌଣସି ଅଦୃଶ୍ୟ ଶକ୍ତି ନିୟନ୍ତ୍ରଣ କରୁଛନ୍ତି, ଏ ବିଷୟରେ ମୋର ଦୃଢ଼ ବିଶ୍ୱାସ ରହିଛି। ଏହି ଶକ୍ତିର ଇଙ୍ଗିତରେ ହିଁ ଅଗଣିତ କୋଟି ସୂର୍ଯ୍ୟ ନକ୍ଷତ୍ର ଗ୍ରହ ଉପଗ୍ରହ ମହାଶୂନ୍ୟରେ ହର୍ଲିସକରେ ରତ ରହିଛନ୍ତି, ଅଥଚ କେହି କାହାରି ସୀମା ଉଲ୍ଲଙ୍ଘନ କରୁନାହାନ୍ତି। ଏହି ଅପରିସୀମ ବିଶ୍ୱଜଗତରେ ଘୂର୍ଣ୍ଣାୟମାନ ମହାପଣ୍ଡିତମାନଙ୍କ ସଙ୍ଗରେ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ରୂପେ ମୁଁ ମଧ୍ୟ ଘୂରି ବୁଲୁଛି। ଘୂର୍ଣ୍ଣନ ବନ୍ଦ ହୋଇଗଲେ ମୋର ଯାତ୍ରା ଶେଷ ହୋଇଯିବ। ଏହି ମହାଶକ୍ତି ଦିନ ରାତି ଓ ଜଳ ଷଡ଼ଋତୁ ମଧ୍ୟରେ ଆତ୍ମପ୍ରକାଶ କରନ୍ତି। ନିଦାଘର ନିଶାନ୍ତ ସମୀର, ବର୍ଷାର ବାରିବାହ, ଶରତର ଶୁଭ୍ର ମେଘ, ହେମନ୍ତର ହିମବିନ୍ଦୁ, ଶିଶିରର ଶୈତ୍ୟ ଓ ବସନ୍ତର ପୁଷ୍ପପଲ୍ଲବ ବୈଭବରେ ଏହି ମହାଶକ୍ତି ଆତ୍ମପ୍ରକାଶ କରନ୍ତି। ଯାହା ଶେଷ ହେଲେ ଏହି ଶକ୍ତିର ମହାବିଭବକୁ ଆଉ ଦେଖିପାରିବ ନାହିଁ। ଭାଗ୍ୟବଶରେ ଭୂଭାରତର ବହୁ ସ୍ଥାନ ଭ୍ରମି ଭ୍ରମି ଶେଷରେ କଟକ ସହରର ସାଆନ୍ତ ସାହିରେ କୁଟୀର ନିର୍ମାଣ କରି ଏହିଠାରେ ଶେଷ ଜୀବନ ଯାପନ କରୁଛି। ମୟୂରଭଞ୍ଜର ବଡ଼ସାହି ନିକଟସ୍ଥ ଛେଳିଆ ଗ୍ରାମର ସ୍ୱର୍ଗତ ଭରତ ଚନ୍ଦ୍ର ପଣ୍ଡାଙ୍କ କନ୍ୟା ମୋର ପତ୍ନୀ ତାରାମଣୀ ଦେବୀ ମୋର ପାଶରେ ଅଛନ୍ତି। ମୁଁ ଆଜୀବନ ଗୃହକର୍ମ ପ୍ରତି ଉଦାସୀନ। ମୋର ପତ୍ନୀ ହିଁ ଆମର ସମସ୍ତ ଗୃହକର୍ମକୁ ସୁନିପୁଣ ଭାବରେ ଓ ଅକାତରେ କରିଆସୁଛନ୍ତି। ପୁତ୍ରକନ୍ୟାମାନଙ୍କ ଲାଳନ ପାଳନ ସଙ୍ଗେ ସଙ୍ଗେ ସେ ଗୃହର ସମସ୍ତ ଭାର ବହନ କରିଥିବା ହେତୁ ହିଁ ମୁଁ ଇତିହାସ, ପ୍ରତ୍ନତତ୍ତ୍ୱ ଓ ସାହିତ୍ୟ ଚର୍ଚ୍ଚାରେ ନିଜକୁ ନିୟୋଜିତ କରି ପାରିଛି। ଆମର କଟକର ପକ୍କା ଗୃହଟିର ନିର୍ମାଣ ଭାର ସେ ହିଁ ବହନ କରିଥିଲେ ଓ ଏହାର ନିର୍ମାଣ ପାଇଁ ଅସୀମ ଦୁଃଖ ସହିଥିଲେ। ଓଡ଼ିଆରେ ଚିଠିପତ୍ର ଖଣ୍ଡେ ଲେଖିପାରିବା ଓ ସରଳ ଭାଷାରେ ଲେଖା ଓଡ଼ିଆ ବହି ପଢ଼ିପାରିବା ଭଳି ତାଙ୍କର ସାମାନ୍ୟ ବିଦ୍ୟା ଥିଲେ ହେଁ ତାଙ୍କର କାର୍ଯ୍ୟଦକ୍ଷତା ଉଚ୍ଚକୋଟୀର। ଜୀବନସାରା ସେ ଗୃହର ସମସ୍ତ ଭାର ବହିଥିଲେ ମଧ୍ୟ ଆମର ଦାମ୍ପତ୍ୟ ଜୀବନରେ କୌଣସି ପ୍ରକାର ତିକ୍ତତା ଆସିନାହିଁ। ଜୀବନର କୌଣସି ସମୟରେ ତାଙ୍କ ସହିତ ମୋର ମନୋମାଳିନ୍ୟ ଘଟିନାହିଁ। ମୋର ଦୁଇଟି ପୁତ୍ର ମଧ୍ୟରୁ ବଡ଼ ବରେଣ୍ୟ କୁମାର ବମ୍ବେ ଆଇଆଇଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟର୍ସରେ ଅନର୍ସ ପାସ୍ କରି ବର୍ତ୍ତମାନ କଟକର ବଜ୍ରକବାଟୀ ରୋଡ଼ରେ ରେଡ଼ିଓ ରିପାରିଂ ସେଣ୍ଟର ନାମକ ଦୋକାନ କରି ସର୍ବବିଧ ଇଲେକ୍ଟ୍ରିକାଲ ମରାମତି କରିବା ସଙ୍ଗେ ସଙ୍ଗେ ଇଣ୍ଟରକମ୍ ଓ ଟଏଲେଟ୍ ସୁଇଚ୍ ନାମକ ଦୁଇଟି ଯନ୍ତ୍ର ଏବଂ ଆଉ କେତେକ ଯନ୍ତ୍ର ନିର୍ମାଣ କରେ। ଗୋଟିଏ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ସେ ଉଦ୍ୟମ ଚଳାଇଛି। ସାନ ପୁଅ ହିରଣ୍ୟ କୁମାର ମାନ୍ଦ୍ରାଜ ଆଇଆଇଟିରୁ ମ୍ୟାଟ୍ରିଲଜିକାଲ ଇଞ୍ଜିନିୟର୍ସରେ ଅନର୍ସ ସହ ପାସ୍ କରି ରାଉରକେଲା ଇସ୍ପାତ କାରଖାନାରେ ସୁନାମ ସହିତ ଆସିଷ୍ଟାଣ୍ଟ ଇଞ୍ଜିନିୟର ରୂପେ କାର୍ଯ୍ୟ କରେ। ବଡ଼ ଝିଅ କଳ୍ପନାର ସିଂହଭୂମିର ବିଖ୍ୟାତ ଓଡ଼ିଆ ନେତା ସ୍ୱର୍ଗତ ତାରାପଦ ଷଡ଼ଙ୍ଗୀଙ୍କ ସୁଯୋଗ୍ୟ ପୁତ୍ର ବର୍ତ୍ତମାନ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜର ଇତିହାସ ରିଡର ଅଧ୍ୟାପକ ଦୀପକ କୁମାର ଷଡ଼ଙ୍ଗୀଙ୍କ ସହିତ ବହୁଦିନ ହେଲା ବିବାହ ହୋଇଯାଇଛି। ସାନ ଝିଅ ଶୋଭନା ସୁନାମ ସହିତ ଇତିହାସ ଅନର୍ସରେ ପ୍ରଥମ ଶ୍ରେଣୀରେ ପାସ୍ କରି ବାଣୀବିହାରରେ ଇତିହାସର ଷଷ୍ଠ ବାର୍ଷିକ ଶ୍ରେଣୀରେ ପଢ଼ୁଛି। ସିଂହଭୂମିର ଅନ୍ୟତମ ଓଡ଼ିଆ ନେତା ସ୍ୱର୍ଗତ ସୁରେଶ ଷଡ଼ଙ୍ଗୀଙ୍କ କନ୍ୟା ଶାନ୍ତିଙ୍କ ସହିତ ବଡ଼ ପୁଅର ଏବଂ ଅବନୀନ୍ଦ୍ର ନାଥ ମହାପାତ୍ରଙ୍କ କନ୍ୟା ମୂର୍ଚ୍ଛନା ସହିତ ସାନ ପୁଅର ବିବାହ ହୋଇସାରିଛି। ବଡ଼ ପୁଅର ଦୁଇଟି ପୁତ୍ର ଏବଂ ବଡ଼ ଝିଅର ଦୁଇଟି ପୁତ୍ର ଓ ଗୋଟିଏ କନ୍ୟା ଜାତ ହୋଇ ସାରିଛନ୍ତି। ଭଗବାନଙ୍କ ଦୟାରୁ ମୋର ପାରିବାରିକ ଜୀବନ ଶାନ୍ତିରେ ହିଁ ଚାଲିଛି। ମୋର ପିତାମାତାଙ୍କ 6ଟି ପୁଅ ଓ 2ଟି କନ୍ୟାଙ୍କ ମଧ୍ୟରେ ମୋର ସ୍ଥାନ ସପ୍ତମ।
ସମସ୍ତେ ଇହ ଜଗତରୁ ବିଦାୟ ନେଲେଣି, କେବଳ ମୁଁ ବଞ୍ଚି ରହିଛି। ମୋର ସମସ୍ତ ଭାଇଙ୍କ ନିର୍ଦ୍ଦିଷ୍ଟ ସାହିତ୍ୟିକ ପ୍ରତିଭା ଥିଲା, ମାତ୍ର ଦୈନ୍ୟ ମଧ୍ୟରେ କାହାର ବିକାଶ ଘଟିପାରିଲା ନାହିଁ। ଅଦୃଶ୍ୟ କର୍ଣ୍ଣଧାର ମୋତେ କିପରି ଅସୀମ ଦୈନ୍ୟରୁ ମଧ୍ୟରୁ ଟାଣି ଆଣିଥିଲେ ତାହା ମୁଁ ଆଗରୁ କହିସାରିଛି। ମାତ୍ର ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ ସୁଯୋଗ ପାଇଥିଲେ ମୋ ଭାଇମାନଙ୍କ ମଧ୍ୟରୁ ସମସ୍ତେ ମୋ ଠାରୁ ବେଶୀ ବଡ଼ କାମ କରିପାରିଥାନ୍ତେ। ମୋର ଭାଇମାନଙ୍କ ମଧ୍ୟରୁ ମୋ ଠାରୁ ବଡ଼ ହରିହର ନନା, ମୋ ଠାରୁ ସାନ ଗିରିଶ ସେମାନଙ୍କୁ ସାହିତ୍ୟିକ କୃତିର ଚିହ୍ନ ରଖିଯାଇଛନ୍ତି। ସାନ ଗିରିଶ ତାହାର ସାହିତ୍ୟ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀରୁ ଟଙ୍କା 300 ପୁରସ୍କାର ପାଇଥିଲା। ମୋର ବାଲ୍ୟକାଳର ଓଡ଼ିଶାରେ ପ୍ରତିଭା ବିକାଶ ପାଇଁ ସୁଯୋଗ ଅନ୍ତତଃ ସଙ୍କୁଚିତ ଥିଲା। ଆଜି ସମସ୍ତ ପ୍ରକାର ସୁଯୋଗ ସୃଷ୍ଟି ହୋଇଥିବାରୁ ମୋର ପୁତୁରାମାନଙ୍କ ମଧ୍ୟରୁ କେତେଜଣ ଯୋଗ୍ୟ ହୋଇ ରାଜକାର୍ଯ୍ୟରେ ନିଯୁକ୍ତି ପାଇଛନ୍ତି। ପୁତୁରାମାନଙ୍କ ମଧ୍ୟରୁ ଶ୍ରୀମାନ ବାରିଜଲୋଚନ ଜଣେ ଶିକ୍ଷକ ରୂପେ, ଶ୍ରୀମାନ ଶ୍ୟାମସୁନ୍ଦର ଜଙ୍ଗଲ ବିଭାଗର ଜଣେ କର୍ମଚାରୀ ରୂପେ, ଶ୍ରୀମାନ ପ୍ରଫୁଲ୍ଲ କୁମାର ଜଣେ OFS ଅଫିସର ରୂପେ ଓଡ଼ିଶା ସରକାରଙ୍କ ଫାଇନାନ୍ସ ବିଭାଗରେ କାମ କରନ୍ତି। ପ୍ରଫୁଲ୍ଲର ସାନ ଭାଇ ଚିଚର ବାଣୀବିହାର 1 ବର୍ଷ ଦର୍ଶନରେ ପ୍ରଥମ ଶ୍ରେଣୀରେ MA ପାସ୍ କରିଛି। ମୋର ଏକମାତ୍ର ଭଣଜା ଭାଗୀରଥୀ କର ହାଇସ୍କୁଲରେ ଶିକ୍ଷକତା କରେ। ଭବିଷ୍ୟତ ବଂଶଧରଙ୍କ ପାଇଁ ମୁଁ ଆଶାବାଦୀ ହେଉଛି, ମୋ ପରି ଆଉ କେହି ଦାରିଦ୍ର୍ୟର ଅତଳ ଗ୍ରହରେ ପଡ଼ିବେ ନାହିଁ। ଶେଷ କ୍ରୋଶରେ ଯେତିକି ଅଗ୍ରସର ହେଉଛି ସେତିକି ବେଶୀ ଦେଖୁଛି ଯେ ସଯାତ୍ରୀମାନେ ମୋତେ ଛାଡ଼ି ଚାଲିଯାଉଛନ୍ତି। ନିମ୍ନ ପ୍ରାଥମିକଠାରୁ MA ପର୍ଯ୍ୟନ୍ତ ମୋର ସହପାଠୀମାନଙ୍କ କଥା ମନେ ପକାଇ ଆଜି ଦେଖୁଛି ଯେ ସେମାନଙ୍କ ମଧ୍ୟରୁ ଅନେକ ଆଉ ଇହଧାମରେ ନାହାନ୍ତି। ମୋର ନିଜ ଗ୍ରାମ ଖିଚିଙ୍ଗକୁ ଗଲେ ମୋର ସହପାଠୀ ଓ ସମସାମୟିକମାନଙ୍କ ମଧ୍ୟରୁ କେବଳ କେତେଜଣଙ୍କୁ ମାତ୍ର ଦେଖିଥାଏ। ସମବୟସୀମାନଙ୍କ ମଧ୍ୟରେ ସହକର୍ମ, ସହଯୋଗ ଓ ସଂଘର୍ଷମୟ ମାଧ୍ୟମରେ ଯେଉଁ ବନ୍ଧୁତା ବଢ଼ି ଉଠେ ତାହା ଜୀବନର ପ୍ରିୟତମ ହୁଏ। ମୋର ଏପରି ପ୍ରିୟତମ ବନ୍ଧୁଙ୍କ ସଂଖ୍ୟା କ୍ରମଶଃ କମିଯାଉଛି। ଯେଉଁମାନେ ବୟସରେ ସାନ ସେମାନେ ବୃଦ୍ଧମାନଙ୍କୁ ଭୟ ଓ ଭକ୍ତି ବିନା କରିଥାନ୍ତି, କିନ୍ତୁ ସେମାନଙ୍କଠାରୁ ବନ୍ଧୁତ୍ୱ ମିଳେ ନାହିଁ, କେବଳ ଭକ୍ତି ମିଳେ, କିମ୍ବା ସେମାନଙ୍କ ପାଖରେ ପ୍ରାଣ ଖୋଲି ହସିବାର ସୁଯୋଗ ମିଳେ ନାହିଁ। ମୋର ସମସ୍ତ ଭାଇ ଭଉଣୀ ଇହ ଜଗତକୁ ବିଦାୟ ନେଲେଣି। ପ୍ରିୟତମ ବନ୍ଧୁମାନଙ୍କ ମଧ୍ୟରୁ ଅନେକ ଚାଲିଗଲେଣି। ଏଣୁ ଜୀବନର ଶେଷ କ୍ରୋଶରେ ମୁଁ କ୍ରମଶଃ ନିଃସଙ୍ଗ ହୋଇପଡ଼ୁଛି। ଯାତ୍ରା ଶେଷ ହେଉନାହିଁ, ବାସନାର ଅବସାନ ଘଟୁନାହିଁ, ମାତ୍ର ନିଃସଙ୍ଗତା ବଢ଼ି ଚାଲିଛି। ମୁଁ ଜୀବନରେ ବହୁ ପାପ କରିଛି, କିନ୍ତୁ ପରଶ୍ରୋହରଣ, ରାଜଶ୍ରୋହରଣ, ମଦ୍ୟପାନ ପରି ପାପ ମୁଁ କରିନାହିଁ। ମୁଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗରେ ଉଚ୍ଚ ରାଜ କର୍ମଚାରୀ ରୂପେ କାମ କରୁଥିଲି। ରାଜଶ୍ରୋହଣ କରିବାରୁ ବହୁ ସୁଯୋଗ ପାଇଥିଲି, ମାତ୍ର ମୋର ଜ୍ଞାତସାରରେ ମୁଁ କେବେ ରାଜସ୍ୱକୁ ସ୍ପର୍ଶ କରିନଥିଲି। ବସ୍ତୁତଃ ମୋର ଭାରତ ସରକାରଙ୍କ ଚାକିରି ଛାଡ଼ିବାର ଅନେକ କାରଣ ମଧ୍ୟରୁ ମୋର କର୍ତ୍ତବ୍ୟ ନିଷ୍ଠା ଓ ଦୁର୍ନୀତି ସହିତ ସମ୍ପୂର୍ଣ୍ଣ ଅସହଯୋଗ ଅନ୍ୟତମ କାରଣ ହୋଇଥିଲା। ମୋର ସହକର୍ମୀ ଓ ଅଧସ୍ତନ କର୍ମଚାରୀମାନଙ୍କ ଦୁର୍ନୀତି ସହିତ ମୁଁ ସହଯୋଗ କରିପାରିନଥିଲି, ଏଣୁ ସମସ୍ତଙ୍କ ଅପ୍ରୀତିଭାଜନ ହୋଇ ପଡ଼ିଥିଲି। ସର୍ବଦା କେବଳ ମୋର ଦରମା ଉପରେ ନିର୍ଭରଶୀଳ ହୋଇଥିବାରୁ ମୁଁ କେବେ ରାଜ କର୍ମଚାରୀମାନଙ୍କ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ସମର୍ଥ ହୋଇନଥିଲି। ମୋର ସହଧର୍ମିଣୀ ମଧ୍ୟ ଗୃହର ସମସ୍ତ କାର୍ଯ୍ୟ ଅକାତରେ କରୁଥିଲେ। ଆମର ନିଳାମ୍ବର ଜୀବନଯାପନ ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରୁଥିଲା। ଆମେ ଉଭୟ ଅତ୍ୟନ୍ତ ମିତବ୍ୟୟୀ ଥିବାରୁ ପୁତ୍ରକନ୍ୟାମାନଙ୍କୁ ଯୋଗ୍ୟ କରିବା ଆମ୍ଭମାନଙ୍କ ପକ୍ଷରେ ସମ୍ଭବପର ହୋଇଥିଲା। ମୋର ଦୀର୍ଘ ଅଧ୍ୟାପକ ଜୀବନ ମଧ୍ୟରେ ମୁଁ ମୋର ସହକର୍ମୀମାନଙ୍କ ପରି ବହୁ ପାଠ୍ୟପୁସ୍ତକ ଲେଖିପାରିଥାନ୍ତି, କିନ୍ତୁ ମୁଁ ପାଠ୍ୟପୁସ୍ତକ ଲେଖିନାହିଁ କିମ୍ବା ଲେଖିବି ନାହିଁ। ପାଠ୍ୟପୁସ୍ତକ ଲେଖିଥିଲେ ମୁଁ ସହସ୍ର ସହସ୍ର ଟଙ୍କା ରୋଜଗାର କରିପାରିଥାନ୍ତି। କେବଳ ଓଡ଼ିଶା ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ମୋତେ ପାଠ୍ୟପୁସ୍ତକ ପ୍ରଣୟନ ପାଇଁ ଯେଉଁ ସୁଯୋଗ ଦେଇଥିଲେ, ସେ ସୁଯୋଗକୁ ଗ୍ରହଣ କରିଥିଲେ ମୁଁ 10,000 ଟଙ୍କା ପାଇଥାନ୍ତି। କିନ୍ତୁ ପାଠ୍ୟପୁସ୍ତକ ଲେଖିବାକୁ ମୋର ମନ ବଳେ ନାହିଁ। ସମୟ ପାଇଲେ କୌଣସି ସୃଜନଶୀଳ କାର୍ଯ୍ୟରେ ନିଜକୁ ଲିପ୍ତ କରେ। ମୁଁ ବହୁ ବର୍ଷ ଧରି ପ୍ରତ୍ନତାତ୍ତ୍ୱିକ ବସ୍ତୁ ଗ୍ରହଣ କରିଛି ଓ ସେମାନଙ୍କ ସଂସ୍ପର୍ଶରେ ଆସିଛି, କିନ୍ତୁ ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ନିଜସ୍ୱ କରିନାହିଁ କିମ୍ବା ସେଥିରେ ବ୍ୟବସାୟ ଚଳାଇ ନାହିଁ। ଜୀବନ ଯୁଦ୍ଧରେ ମୁଁ ବହୁ କ୍ଷତ ପାଇଛି, ସେଥିମଧ୍ୟରୁ ଅନେକ ଲିଭି ଆସିଲାଣି, କିନ୍ତୁ ସାଂସ୍କୃତିକ ଯୁଦ୍ଧରେ ଲିପ୍ତ ଥିବାବେଳେ ମୁଁ ଯେଉଁ କ୍ଷତମାନ ପାଇଛି ତାହା ଲିଭୁନାହିଁ।
ଏହି କ୍ଷତମାନଙ୍କୁ ବହନ କରି ମୁଁ ଇହ ଜଗତ ତ୍ୟାଗ କରିବି। ଓଡ଼ିଶା ପରି ଦେଶ ପୃଥିବୀରେ ଆଉ ନାହିଁ। ଏଠାରେ ସାଂସ୍କୃତିକ କ୍ଷେତ୍ରରେ କେହି ସାଧୁ ଉଦ୍ୟମ କଲେ ତାକୁ ସମସ୍ତେ ବେଡ଼ି ପଣ୍ଡ କରିବାର ପ୍ରବଳ ଉଦ୍ୟମ କରନ୍ତି। ଏଠାରେ ସଂସ୍କୃତି ସହିତ ଭଣ୍ଡତା ନ ମିଶିଲେ ତାହା ଆଦୃତ ହୁଏ ନାହିଁ। ଦୀର୍ଘ 18 ବର୍ଷ ମଧ୍ୟରେ ସାରଳା ମହାଭାରତର ସ୍ୱରୂପ ଉଦ୍ଘାଟନ କରିବା ବେଳେ ସାଂସ୍କୃତିକ କ୍ଷେତ୍ରରେ ସୁପ୍ରତିଷ୍ଠିତ ଓଡ଼ିଆମାନଙ୍କ ଠାରୁ ମୁଁ ଯେଉଁ ଆଘାତ ପାଇଛି ସେସବୁ ଆଘାତ ଆଉ ଲିଭିବ ନାହିଁ। ଯେଉଁମାନେ ମୋର ଆଲୋଚନା ସହିତ ଏକମତ ହୋଇପାରୁନଥିଲେ ସେମାନେ ସ୍ୱତନ୍ତ୍ର ଭାବରେ ସେମାନଙ୍କ ଆଲୋଚନା ପ୍ରକାଶ କରିପାରିଥାନ୍ତେ, କିନ୍ତୁ ତାହା ନ କରି କେବଳ ମୋର ଆଲୋଚନାକୁ ବନ୍ଦ କରିବାକୁ ହିଁ ପ୍ରବଳ ଉଦ୍ୟମ କଲେ। ମୋର ପୂଜ୍ୟଗୁରୁ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି କପିଳ ନରସିଂହ ନାମଧେୟ ଜଣେ କପୋଳ କଳ୍ପିତ ଗଙ୍ଗରାଜଙ୍କ ନାମ ସାହାଯ୍ୟରେ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ ସାରଳା ଦାସ ଦ୍ୱାଦଶ ଶତାବ୍ଦୀର କବି ଥିଲେ। କପିଳ ନରସିଂହ ନାମକ ଗଙ୍ଗରାଜଙ୍କ ନାମ ତାମ୍ର ଶିଳାଲେଖରୁ ମାଦଳପାଞ୍ଜିରୁ କିମ୍ବା ଅନ୍ୟ କୌଣସି ଉପାଦାନରୁ ମିଳେ ନାହିଁ। ଏଣୁ ଏ ନାମଟି ଯେ ସମ୍ପୂର୍ଣ୍ଣ ରୂପେ କପୋଳକଳ୍ପିତ ଏଥିରେ ସନ୍ଦେହ ଅବକାଶ ରହେ ନାହିଁ। ଏହାପରେ ମୋର ଛାତ୍ର ଜୀବନର ସମସାମୟିକ ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରଖ୍ୟାତ ଔପନ୍ୟାସିକ ଡକ୍ଟର ଗୋପୀନାଥ ମହାନ୍ତି ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଠାରୁ ପ୍ରାପ୍ତ ମାଧବ ମହାତ୍ମ୍ୟ ନାମକ ଖଣ୍ଡିଏ ଜାଲ୍ ତାଳପତ୍ରୀ ପୋଥି ସାହାଯ୍ୟରେ ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ ସାରଳା ଦାସ ଦଶମ ଶତାବ୍ଦୀର କବି ଥିଲେ। ମୋ ଝଙ୍କାରରେ ଏହି ପୋଥିଟିକୁ ଜାଲ୍ ବୋଲି ଘୋଷଣା କଲା ପରେ ତାହା କେଉଁଆଡ଼େ ଉଭାଇଗଲା। ଡକ୍ଟର ମହାନ୍ତି ତାକୁ ଲୋକଲୋଚନକୁ ଆଣିବା ପାଇଁ ସାହାଯ୍ୟ କଲେ ନାହିଁ। ଏହାପରେ ମୋର ଗ୍ରନ୍ଥ ସ୍ଥାନୀୟ ଶ୍ରୀଯୁକ୍ତ ଦେବୀପ୍ରସନ୍ନ ପଟ୍ଟନାୟକ ସାରଳା ଦାସଙ୍କ ସମ୍ବନ୍ଧରେ 2ଟି ଗ୍ରନ୍ଥରେ ଯେଉଁ ମତ ପ୍ରକାଶ କଲେ ତାହା ନିମ୍ନରେ ପ୍ରକାଶ କଲି। ଏହା ବ୍ୟତୀତ ଆଉ ଗୋଟିଏ ଦିଗ ପ୍ରତି ଏଠାରେ ସାମାନ୍ୟ ଇଙ୍ଗିତ ଦିଆଯାଇପାରେ। ସାରଳା ମହାଭାରତରେ ପ୍ରଣମିତେ ଖଟଇ ରାଜା ଉଦ୍ଧୃତିକୁ ଧରି ତାହାର କାଳ 1500 ଶତକ ବୋଲି ଧରାଯାଉଛି। ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ପରି ପ୍ରବୀଣ ଐତିହାସିକ ଏହି ମହାଭାରତ ପୁରାଣରୁ ସେ କାଳର ଇତିହାସ ଘଟଣାମାନଙ୍କର ଉଦାହରଣ ବାହାର କରୁଛନ୍ତି। ମାତ୍ର ଭାଷା ଦୃଷ୍ଟିରୁ ଯେ ଏହାର ଆଲୋଚନା ଏକାନ୍ତ ଆବଶ୍ୟକ ଏକଥା ପ୍ରତି ଅଧିକାଂଶ ଆଲୋଚକ ଆଖି ବୁଜି ଦେଲା ପରି ମନେହୁଏ। କେତେକ ପୋଥିରେ ନିଜ ସ୍ଥାନରେ ଣୀୟ ବ୍ୟବହାର ଏବଂ ଚର୍ଚ୍ଚାର ଭାଷା ସହ ଅନେକତ୍ର ଏହାର ଭାଷା ସାମ୍ୟ ଦେଖିଲେ ଏହି ଆବଶ୍ୟକତାର ଗୁରୁତ୍ୱ ଅଧିକ ଅନୁଭୂତ ହୁଏ। ଏ ଦିଗରେ ଆମ ପଣ୍ଡିତମାନେ ଧ୍ୟାନ ଦେଲେ ଆଲୋଚନା ପୂର୍ଣ୍ଣାଙ୍ଗ ହେବ। ଝଙ୍କାର 1957 9 ବର୍ଷ ବିଷୁବ ସଂଖ୍ୟା ପୃଷ୍ଠା 168। ପୁନଶ୍ଚ ଏହା ବ୍ୟତୀତ ଆଉ ଗୋଟିଏ ଦିଗ ପ୍ରତି ଏଠାରେ ସାମାନ୍ୟ ଇଙ୍ଗିତ ଦିଆଯାଇପାରେ। ସାରଳା ମହାଭାରତରେ ପ୍ରଣମିତେ ଖଟଇ ରାଜା ଉଦ୍ଧୃତିକୁ ଧରି ଏହାର ରଚନା କାଳ 1500 ଶତକ ବୋଲି ଧରାଯାଉଛି। ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପରି ପ୍ରବୀଣ ଐତିହାସିକ ମଧ୍ୟ ଏହି ମହାଭାରତ ପୁରାଣରୁ ସେ କାଳର ଇତିହାସ ଘଟଣାମାନଙ୍କର ଉଦାହରଣ ବାହାର କରୁଛନ୍ତି। ମାତ୍ର ଭାଷା ଦୃଷ୍ଟିରୁ ଯେ ଏହାର ଆଲୋଚନା ଏକାନ୍ତ ଆବଶ୍ୟକ ଏକଥା ପ୍ରତି ଅଧିକାଂଶ ଆଲୋଚକ ଆଖି ବୁଜି ଦେଲା ପରି ମନେହୁଏ। କେତେକ ପୋଥିରେ ବୀଜ ନିଜ ସ୍ଥାନରେ ଣୀୟର ବ୍ୟବହାର ଏବଂ ଚର୍ଚ୍ଚା ଭାଷାର ସହ ଏହି ଭାଷାର ଆଶ୍ଚର୍ଯ୍ୟଜନକ ସାମ୍ୟ ମଧ୍ୟ ଅନ୍ୟ ଦିଗରେ 1500 ଶତାବ୍ଦୀ ମତବାଦୀମାନଙ୍କ ଯୁକ୍ତି ଦେଖିଲେ ଭାଷାତାତ୍ତ୍ୱିକ ଆଲୋଚନାର ଆବଶ୍ୟକତାର ଗୁରୁତ୍ୱ ଅଧିକ ଅନୁଭୂତ ହୁଏ। ଭାରତର ଭାଷା ସମସ୍ୟା ଓ ଓଡ଼ିଆ ଭାଷା ବିରଜା ବକ୍ତୃତାମାଳା 2 1975 ପୃଷ୍ଠା 55। ଉଦ୍ଧୃତାଂଶମାନଙ୍କରୁ ଦେଖାଯିବ ଯେ ଶ୍ରୀଯୁକ୍ତ ପଟ୍ଟନାୟକ ସାରଳା ମହାଭାରତର ରଚନାକାଳ ସମ୍ବନ୍ଧରେ 1957ରେ ଯେଉଁ ଭାଷାରେ ଯାହା କହିଥିଲେ 1975 ମଧ୍ୟ ସେହି ଭାଷାର ପ୍ରାୟ ସେହି କଥା କହିଛନ୍ତି। ମଝିରେ ଦୀର୍ଘ 18 ବର୍ଷ ବିତିଯାଇଛି କିନ୍ତୁ ଶ୍ରୀଯୁକ୍ତ ପଟ୍ଟନାୟକ ଭାଷାତତ୍ତ୍ୱ ଦୃଷ୍ଟିରୁ ସାରଳା ମହାଭାରତ ସମ୍ବନ୍ଧରେ ପ୍ରବନ୍ଧଟିଏ ମଧ୍ୟ ଲେଖିନାହାନ୍ତି। ସେ ତ ନିଜେ ଜଣେ ଭାଷାତତ୍ତ୍ୱଜ୍ଞ। ଓଡ଼ିଶାରେ କେତେଜଣ ଭାଷାତତ୍ତ୍ୱଜ୍ଞ ଅଛନ୍ତି ଯେ ସେମାନଙ୍କ ଉପରେ ଭାଷା ଦୃଷ୍ଟିରୁ ଏ ସାହିତ୍ୟର ଆଲୋଚନା ଭାର ଅର୍ପଣ କରୁଛନ୍ତି। ଯେ ନିଜେ ତାହା କରୁନାହାନ୍ତି କାହିଁକି? ସମସ୍ତ ଆଲୋଚନାର ମୂଳଭିତ୍ତି ହେଉଛି ତଥ୍ୟ। ଏଥିରେ ଭାବପ୍ରବଣତା ପ୍ରବେଶ କଲେ ସତ୍ୟକୁ ପାଇବା ସମ୍ଭବପର ହୁଏ ନାହିଁ। ପୂର୍ବବର୍ତ୍ତୀ ଭାଷାର କେତେକ ଶବ୍ଦ ପରିବର୍ତ୍ତୀ ସାହିତ୍ୟରେ ପ୍ରବେଶ କରିବା ଆଶ୍ଚର୍ଯ୍ୟଜନକ ନୁହେଁ।
परंतु स्वाभाविक। ब्रिटिश राजत्व निर्मित कौन गृहरे कुशासन राजत्व कालर केतेक मुद्रा पाई केही जदि ताकू कुषाण राजत्व काल गृह बोली सिद्धांत करती तेबे से सिद्धांत जेपरी भ्रमात्मक हेब। सारला महाभारत रे केतेक पोथिरे केतेक प्राचीनतर शब्द पाई ए साहित्य को अति प्राचीन बोली सिद्धांत करबा जेपरी भ्रमात्मक हेब। सारला दास जो साहित्य सृष्टि कले ताहा गोटे शाश्वत झर परी सेठारु ही ओडिया साहित्य नदी रूपे प्रवाहित हैला। सारला दासंक परे ओडिया साहित्यर ठीक परवर्ती पर्याय हेउची 16 शताब्दी रे रचित पंचसख्या साहित्य। जदि सारला दास को उल्लेखित पंडित मानक मतानुसारे नवम दशम बा द्वादश शताब्दी रे स्थान दिया जाए तेबे सारला दास और 16 शताब्दी पंचसंख्याक मध्य शत शत वर्ष व्यवधान रहिजिब एवं कल्पना करने को हेब जे एही शत शत वर्ष मध्य कौनसी प्रकार ओडिया साहित्य रचित होई नथिला। एपरी कल्पना नितांत अवास्तव। जो माने भाषा दृष्टि सारला साहित्य को अति प्राचीन बोली कहउचंती सेमाने सारला दास और पंचसंख्या मध्य सेमानक कल्पित सुदीर्घ व्यवधान मध्य ओडिशार संपूर्ण साहित्य शून्यतार समस्या प्रथमे समाधान करंतु। ए समस्या जे केही समाधान करिवे मु एपरी आशा करि पारु नाही। आधुनिक ओडिया मानक मध्यरु अनेक नीति कही प्रसिद्ध लाभ करिबारे सुचतुर। सेमाने सेही नीति ही कहउचंती एवं ताहा सुनी मु इहदाम त्याग करिबी। मोर शेष क्रोशरे मु खाली एहा ही आशा करुछि जे ओडिशार समस्त आलोचना तथ्यमूलक और सत्यमूलक हेउ। ताहा हेले सत्यर प्रभा प्रकाशित हेब और उत्कलर घनंधकार घुंची जीव। सत्यर कणिकाटीए पाइबा पाई मु ही जीवन में परिश्रम करि आसुछि आउ कोनोसी पाई नुहे। विदेश को जाई डिग्री हासिल करिबारे सुजोग पाई नाही किंबा सेपरी सुजोग पाई केबे चेष्टा करी नाही। मु सबुबेले मोर मतरे दृढ़ रहिछि जे भारतर प्रत्नतत्व और इतिहासर गवेषणा पाई भारत भूमि ही प्रकृष्ट प्रशस्त क्षेत्र, विदेश भूमि नुहे। विदेशर गवेषणा पाई उन्नतर सुजोग जे रहिछि यह सत्य, किंतु विदेश रे भारतर मूर्ति मंदिर इत्यादि मौलिक उपादान नहीं। कौनसी गवेषणात्मक ग्रंथ केवल पुस्तक उपरे प्रतिष्ठित न होई मौलिक उपादान उपरे प्रतिष्ठित हेले ही ताहा बेसी मौलिक और उपादेय होइथाय। एही कारणर बशवर्ती होई मु भुवनेश्वर मूर्ति मंदिर इत्यादि उपरे आर्कियोलॉजिकल रिमेन्स एट भुवनेश्वर नामक पुस्तकटीए लिखिथिली। एथिपाई मु 4 वर्ष काल भुवनेश्वर प्रत्नतत्व संपद को बहु भाବରେ अनुशीलन करिथिली। डॉक्टर उपाधिटीए न पाइले चाकरी रे उन्नति हेबा सहज हेब नाही। सेथिपाई मु डिलीट पाई ए पुस्तकर कलिकता विश्वविद्यालय रे दाखल कली। यार परीक्षक थिले सुविख्यात ऐतिहासिक डॉक्टर रमेश चंद्र मजुमदार, भारतर प्रत्नतत्व विभागर पूर्वतन डायरेक्टर जनरल डॉक्टर निरंजन प्रसाद चक्रवर्ती और दक्षिणर सुविख्यात ऐतिहासिक प्रोफेसर एल नीलकंठ शास्त्री। एमानक मध्यरु समस्ते मत देले जे यह डिफल पाई योग्य। दुजन मते जे कहले जे यह डिलीट पाई योग्य, मात्र जड़े मत देले जे यह डिलीट पाई योग्य नुहे। एणु शेष में 1954 रे यह केवल डिफिल पाई गृहीत हैला। एथिरे मोर आनंद बा निरानंद होई नथिला। चाकरी रे सुविधा पाई गोटे डॉक्टरेट डिग्रीर आवश्यकता थिला, ताहा मते मिलिला। ए डिग्री पाइले जे केही पंडित होई जाए मोर एपरि धारणा सेतबेले नथिला किंबा वर्तमान मध्य नाही। वर्तमान ओडिशार बहु व्यक्ति प्रतिवर्ष देश विदेशरू बहु डॉक्टरेट पाउछंती, मात्र सेमानंक थीसिस वा निबंध केउ आड़े जाउछि ताहा केही स्थिर करि पारंती नाही। प्राय समस्त अप्रकाशित रोची। मोर आर्कियोलॉजिकल रिमेन्स एट भुवनेश्वर पुस्तकटी उपादेयता प्रकाशक माने उपलब्ध करिथिले। कलिकता प्रसिद्ध ओरिएंट लॉन्गम्यान्स एहाकू प्रकाश करबा पई ओडिशा सरकार को साहाय्य लोड़िले एवं प्रकाशन पई टंका 1300 अटकल देले। ओडिशा सरकार एथिरे राजी हेले, किंतु 1957 रे सरकार बदली जिबारो अवस्था मध्य बदली गला। डीपीआई को जरिया पुस्तक प्रकाशन पई टंका पाइबार कथा थिबारु मो डीपीआई को कही ए टंका पई बारंबार लिखुथिली एवं मोर दरखास्त कॉपी सबु मुख्यमंत्री शिक्षा मंत्री पाखक पठाउथिली। शिक्षा मंत्री पाखक जो उत्तर पाउथिली ताहा मो प्रति अनुकूल हेउथिला, किंतु डीपीआई पाखरु जो उत्तर पाउथिली ताहा प्रतिकूलक हेउथिला।
3 ବର୍ଷ ମଧ୍ୟରେ ମୋର ଏବଂ ଓରିଏଣ୍ଟ ଲଙ୍ଗମିନ୍ସ କମ୍ପାନୀର ଚିଠିରେ ଓଡ଼ିଶା ସରକାରଙ୍କ ଫାଇଲ ଭର୍ତ୍ତି ହୋଇଗଲା, କିନ୍ତୁ ହଁ କିମ୍ବା ନାର ଦ୍ରୁତ ଉତ୍ତର ମିଳିଲା ନାହିଁ। ଡିପିଆଇଙ୍କୁ ଏଥିପାଇଁ ସାକ୍ଷାତ କରିବା ଲାଗି ଥରେ ମୁଁ ଦିଲ୍ଲୀରେ କଟକକୁ ଆସିଲି। ତତ୍କାଳୀନ ଶିକ୍ଷା ବିଭାଗର ଡେପୁଟି ଡିରେକ୍ଟର ମୋର ପୂର୍ବତନ ସହକର୍ମୀ ଅଧ୍ୟାପକ ଇନ୍ଦୁଭୂଷଣ ଦାସଗୁପ୍ତଙ୍କ ଅଫିସରେ ବସି ଡିପିଆଇଙ୍କ ସହ ସାକ୍ଷାତ ପାଇଁ ଖବର ପଠାଇଲି। କିନ୍ତୁ ଘଣ୍ଟା ଘଣ୍ଟା ବିତିଗଲା ଏବଂ ତା ମଧ୍ୟରେ ଆଉ 2-3 ଥର ପ୍ରାର୍ଥନା କଲେ ମଧ୍ୟ ତାଙ୍କ ସହିତ ସାକ୍ଷାତ କରିବାର ଅନୁମତି ମିଳିଲା ନାହିଁ। ମୁଁ 10:30 ଯାଇ ତାଙ୍କ ଅଫିସରେ ବସିଥିଲି ଏବଂ ଖବର ମଧ୍ୟ ପାଇଥିଲି ଯେ ମୁଁ ଦିଲ୍ଲୀରୁ ଆସିଥିଲି ଏବଂ ସେଦିନ ମଧ୍ୟ ମୋତେ ଦିଲ୍ଲୀକୁ ଫେରିଯିବାକୁ ପଡ଼ିବ। କିନ୍ତୁ ଗୋଟାଏ ବାଜିଗଲା ବେଳକୁ ଡିପିଆଇଙ୍କ ସାକ୍ଷାତ ମିଳିଲା ନାହିଁ। ଗୋଟାଏ ବେଳକୁ ତାଙ୍କର ପର୍ସନାଲ ଆସିଷ୍ଟାଣ୍ଟ ମୋର ପୂର୍ବତନ ସହକର୍ମୀ ଅଧ୍ୟାପକ ଜାନକୀବଲ୍ଲଭ ମହାନ୍ତି ଗୋରା ଅଫିସରୁ ବାହାରି ଆସି ମୋତେ କହିଲେ, ଡିପିଆଇ ବର୍ତ୍ତମାନ ଲଞ୍ଚ ଖାଇବାକୁ ଯିବେ। ସେ ବାରଣ୍ଡାରେ ଗଲାବେଳକୁ ତାଙ୍କୁ ୱିଶ୍ କରିବେ, ଜୁହାର କରିବେ। ସେ ଯଦି ରାଜି ହୁଅନ୍ତି ତେବେ ଆପଣ ଯାହା କହିବାର ଅଛି ତାହା କହିବେ। ମୋର ଆଉ ଧୈର୍ଯ୍ୟ ନଥିଲା। ଏଣୁ ତତ୍କ୍ଷଣାତ୍ ହୋଟେଲକୁ ଫେରିଆସି ସେହିଦିନ ଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କଲି। ମୁଁ ଜୀବନରେ ବହୁ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହିତ ସାକ୍ଷାତ କରିଥିଲି, କିନ୍ତୁ କାହାରିଠାରୁ ଏପରି ଲାଞ୍ଛନା ପାଇନଥିଲି। ଅବଶେଷରେ ଓଡ଼ିଶା ସରକାର ଉଲ୍ଲିଖିତ 1300 ଟଙ୍କା ମଞ୍ଜୁର କଲେ ଏବଂ ମୋର ବନ୍ଧୁ ଇନ୍ଦୁବାବୁଙ୍କ ତତ୍ପରତା ହେତୁ ହିଁ ଓଡ଼ିଶା ସରକାରଙ୍କୁ ରେଜିଷ୍ଟ୍ରି ଦଲିଲ ଲେଖି ଦେବା ପରେ ମାର୍ଚ୍ଚ ମାସରେ ଠିକ୍ ଶେଷ ବେଳକୁ ତାର ଋଣ ସ୍ୱରୂପ ପାଇଥିଲି। ସେ ଟଙ୍କା ଓରିଏଣ୍ଟ ଲଙ୍ଗମିନ୍ସ ପାଖକୁ ପଠାଗଲା ଏବଂ ବହି ଛପାଗଲା। ଦଲିଲର ସର୍ତ୍ତ ଅନୁସାରେ ଓଡ଼ିଶା ସରକାର ଋଣ ଟଙ୍କା ଦେବା ବାବଦକୁ ଆର୍କିଓଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱର 466 ଖଣ୍ଡ ବହି ନେଇ ତାକୁ ଓଡ଼ିଶା ମ୍ୟୁଜିୟମରେ ବିକ୍ରି କଲେ। ଏ ପୁସ୍ତକ ପ୍ରକାଶିତ 1000 କପି କମ୍ପାନୀ ତଥା ଓଡ଼ିଶା ସରକାରଙ୍କ ଦ୍ୱାରା ବିକ୍ରୀତ ହୋଇ ନିର୍ଶେଷିତ ହୋଇଛି। କିଣିବା ପାଇଁ ଏ ବହିର କପି କୌଣସିଠାରେ ମିଳୁନାହିଁ। ଏ ପୁସ୍ତକ ପାଇଁ ଓଡ଼ିଶା ସରକାର ସାହାଯ୍ୟ ସ୍ୱରୂପ ମୋତେ ଗୋଟିଏ ଟଙ୍କା ମଧ୍ୟ ଦେଇନାହାନ୍ତି କିମ୍ବା ତାଙ୍କର ଗୋଟିଏ ଟଙ୍କା ସୁଦ୍ଧା କ୍ଷତି ହୋଇନାହିଁ। ତଥାପି ସୁଦ୍ଧା ମୁଁ ପୁସ୍ତକର ମୁଖବନ୍ଧରେ ଓଡ଼ିଶା ସରକାରଙ୍କଠାରେ କୃତଜ୍ଞତା ଜ୍ଞାପନ କରିଛି। ଏ ପୁସ୍ତକ ପୃଥିବୀର ସର୍ବତ୍ର ପ୍ରଚାରିତ ହୋଇଛି ଏବଂ ଲଣ୍ଡନ, ପ୍ୟାରିସ୍, ଫ୍ରାଙ୍କଫର୍ଟ, ବମ୍ବେ, ଲକ୍ଷ୍ନୌ, କଲିକତା ଇତ୍ୟାଦିରୁ ଏହାର ପ୍ରଶଂସାର ବାର୍ତ୍ତା ମୁଁ ପାଇଛି। ମୁଁ ଏସବୁ ପ୍ରଶଂସାପତ୍ର ସାଇତି ରଖିନାହିଁ କିମ୍ବା ସେଗୁଡ଼ିକ ସମ୍ବନ୍ଧରେ କିଛି କହିବାକୁ ଚାହୁଁନାହିଁ। ଇଂରାଜୀରେ ଗୋଟିଏ ବଡ଼ ବହି ପ୍ରକାଶ କରିବାକୁ ଯାଇ ଯେଉଁ ଅଭିଜ୍ଞତା ଲାଭ କଲି, ସେଥିରୁ ମନେ ହେଲା ଯେ ଇଂରାଜୀରେ ବଡ଼ ବହି ଲେଖି ପ୍ରକାଶ କରିବା ମୋ ପକ୍ଷରେ ସମ୍ଭବପର ନୁହେଁ। ଏଣୁ ପ୍ରତ୍ନତତ୍ତ୍ୱ ସମ୍ବନ୍ଧରେ ଇଂରାଜୀରେ ବହୁ ପ୍ରବନ୍ଧ, କ୍ରୋନୋଲୋଜି ଅଫ୍ ଭୌମ-କେଶର ଆଣ୍ଡ ସୋମୋଭମିଅନ୍ସ ଅଫ୍ ଓଡ଼ିଶା ଆଣ୍ଡ ସାରଳା ଦାସ ନାମକ ଆଉ 2 ଖଣ୍ଡ ପୁସ୍ତକ ଇଂରାଜୀରେ ଲେଖି ସାରିବା ପରେ ଇଂରାଜୀର ଲେଖା ପ୍ରାୟ ଛାଡ଼ିଥିଲି। କିନ୍ତୁ ଏହି ସମୟରେ ଓଡ଼ିଶାର କଳା ଓ ସ୍ଥାପତ୍ୟ ସମ୍ବନ୍ଧରେ ଗୋଟିଏ ବଡ଼ ଧରଣର ବହି ଇଂରାଜୀରେ ଲେଖିବା ପାଇଁ ମୋତେ ବରହମପୁର ବିଶ୍ୱବିଦ୍ୟାଳୟ ଉତ୍ସାହ ଓ ସାହାଯ୍ୟ କଲେ। ଏ ପୁସ୍ତକର ପ୍ରାୟ 2/3 ଶେଷ କଲିଣି। ଭଗବାନଙ୍କ ଦୟା ଥିଲେ ଏହା ଶେଷ ହୋଇ ପ୍ରକାଶିତ ହେବ। ବହୁ ବାଧାବିଘ୍ନ ସତ୍ତ୍ୱେ ଜୀବନରେ ନିମ୍ନଲିଖିତ ଗ୍ରନ୍ଥମାନ ଲେଖିଛି। ଇଂରାଜୀ ଆର୍କିଓଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱର, ଓରିଏଣ୍ଟ ଲଙ୍ଗମିନ୍ସ, କୋଲକାତା 1961। କ୍ରୋନୋଲୋଜି ଅଫ୍ ଭୌମ-କେଶର ଆଣ୍ଡ ସୋମବଂଶ ଅଫ୍ ଓଡ଼ିଶା, ମାଦ୍ରାସ ଲ ଜର୍ଣ୍ଣାଲ ପ୍ରେସ୍, ମାଦ୍ରାସ 1961। ସାରଳା ଦାସ ମେକର୍ସ ଅଫ୍ ଇଣ୍ଡିଆନ ଲିଟରେଚର ସିରିଜ, ସାହିତ୍ୟ ଏକାଡେମୀ, ନ୍ୟୁ ଦିଲ୍ଲୀ 1976। ହିଷ୍ଟ୍ରି ଅଫ୍ ଓରିଆନ୍ ଆର୍ଟ ଆଣ୍ଡ ଆର୍କିଟେକ୍ଚର ଇନ୍ ପ୍ରୋଗ୍ରେସ। ବା ଏହାକୁ ସେ ଲେଖୁଛନ୍ତି। ଓଡ଼ିଆରେ ଯେଉଁ ବହିଗୁଡ଼ିକ ସେ ଲେଖିଛନ୍ତି ତାହାର ନାମ ହେଉଛି ଇତିହାସ ଓ କିମ୍ବଦନ୍ତୀ, ଉତ୍କଳ ବିଶ୍ୱବିଦ୍ୟାଳୟ 1964। ଭାରତୀୟ ପ୍ରତ୍ନତତ୍ତ୍ୱ, ଏହା ଏକ ଅନୁବାଦ ବହି, ଡିପିଆଇ ଓଡ଼ିଶା 1960। ପ୍ରବନ୍ଧ ମାନସ, କିତାବ ମହଲ, କଟକ 3, 1972। ଓଡ଼ିଶାର ସଂସ୍କୃତି ଓ ଇତିହାସରେ ଯାଜପୁର, ବିରଜା ବକ୍ତୃତା ମାଳା 1, 1973। ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଯାଜପୁର। 5. ଶାରଳା ସାହିତ୍ୟର ଐତିହାସିକ ଚିତ୍ର, ପ୍ରଜାତନ୍ତ୍ର ପ୍ରେସ୍, କଟକ 1976। ମୋ ସମୟର ଓଡ଼ିଶା, କିତାବ ମହଲ, କଟକ 3, 1977।
ଏହା ଛଡ଼ା ଜର୍ନାଲ ଅଫ୍ ଏस्थେଟିକ୍ ସୋସାଇଟି କାଲକାଟା, ଇଣ୍ଡିଆନ୍ ହିଷ୍ଟୋରିକାଲ କ୍ୱାର୍ଟରଲି କାଲକାଟା, ଜର୍ନାଲ ଅଫ୍ ବିହାର ରିସର୍ଚ୍ଚ ସୋସାଇଟି ପାଟନା, ଜର୍ନାଲ ଅଫ୍ ହିଷ୍ଟୋରିକାଲ ରିସର୍ଚ୍ଚ ରାଞ୍ଚି, ଏନ୍ସିଏଣ୍ଟ ଇଣ୍ଡିଆନ୍ ନ୍ୟୁ ଦିଲ୍ଲୀ, ଏପିଗ୍ରାଫିଆ ଇଣ୍ଡିଆ ଅଟାକମଣ୍ଡ, ଜର୍ନାଲ ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରି ତ୍ରିଭେନ୍ଦ୍ରମ୍, ଜର୍ନାଲ ଅଫ୍ ଓରିଏଣ୍ଟାଲ ଷ୍ଟଡିଜ୍ ମାଡ୍ରାସ, ଜର୍ନାଲ ଅଫ୍ ଆନ୍ଧ୍ର ହିଷ୍ଟୋରିକାଲ ରିସର୍ଚ୍ଚ ସୋସାଇଟି ରାଜମୁଣ୍ଡ୍ରି, ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ନାଲ ଭୁବନେଶ୍ୱର ଏବଂ ଆର୍ଟସ୍ଟିକ୍ୱିଟ୍ସ ପ୍ୟାରିସରେ ମୋର ବହୁ ପ୍ରବନ୍ଧ ପ୍ରକାଶିତ ହୋଇଛି। ମଡର୍ଣ୍ଣ ରିଭ୍ୟୁ, ଅମୃତ ବଜାର ପତ୍ରିକା, ହିନ୍ଦୁସ୍ତାନ ଟାଇମ୍ସ, ସର୍ଚ୍ଚ ଲାଇଟ୍, ଡେକାନ ହରଲୋଡ, ବମ୍ବେ କ୍ରୋନୋଲାଇନ୍, Proceeding of the Indian History of Congress, Proceeding of the International Seminar on Buddhism and Jainism, Cuttack 1976, Orissa Review of Orissa Monuments Special 1949 ଏବଂ ବହୁ ସ୍ଥାନୀୟ ସଭେନିୟରରେ ମୋର ପ୍ରବନ୍ଧମାନ ପ୍ରକାଶିତ ହୋଇଛି। ମୋର ଇଂରାଜୀ ପ୍ରବନ୍ଧ ପ୍ରାୟ 70 ହେବ। ଓଡ଼ିଶାର ବିଭିନ୍ନ ଓଡ଼ିଆ ପତ୍ରିକାରେ ମୋର ଯେଉଁ ବହୁ ପ୍ରବନ୍ଧ ପ୍ରକାଶ ପାଇଛି ସେଥିମଧ୍ୟରୁ 25ଟିକୁ ବାଛି ପ୍ରବନ୍ଧ ମାନସ ପୁସ୍ତକଟି ପ୍ରକାଶ କରିଛି। ଏହାର ଦ୍ୱିତୀୟ ଭାଗ ପ୍ରକାଶ କରିବାର ବାସନା ମଧ୍ୟ ରଖିଛି। ମୋର ଜୀବନ ମଧ୍ୟରେ ଯାହା ଲେଖିଛି ତାହା ଅନ୍ୟ ଦେଶୀୟ ପଣ୍ଡିତମାନଙ୍କ କବିତ୍ୱ ତୁଳନାରେ ନଗଣ୍ୟ ହେବ, କିନ୍ତୁ ଏ ରାଜ୍ୟରେ ପଣ୍ଡିତଙ୍କ କୃତିତ୍ୱ ତୁଳନାର ତାହାର ନଗଣ୍ୟ ହେବ ନାହିଁ। ମୋ ଲେଖାରେ ଯଦି ଗୁଣାତ୍ମକ ମୂଲ୍ୟ ଥାଏ ତେବେ ତାହା ପ୍ରବହମାନ କାଳବକ୍ଷରେ କିଛି ସମୟ ତିଷ୍ଠି ରହିବ, ନଚେତ୍ ତାହା ଅଚିରେ ଲୋପ ପାଇବ। ମୁଁ ଆଜି ଅନୁଭବ କରୁଛି ଯେ ସୁବିଧା ସୁଯୋଗ ପାଇଥିଲେ ଆଉ କିଛି ବେଶୀ କାମ କରିପାରିଥାନ୍ତି। ମୁଁ ବାଲ୍ୟକାଳରୁ ପ୍ରତ୍ନତତ୍ତ୍ୱ ପ୍ରତି ହିଁ ଆକୃଷ୍ଟ ହୋଇଥିଲି ଏବଂ ତାହାରି ପାଇଁ ଜୀବନରେ ଦୀର୍ଘ ସାଧନା କରିଥିଲି, କିନ୍ତୁ ଆଜୀବନ ପ୍ରତ୍ନତତ୍ତ୍ୱ ସେବାରେ ନିଜକୁ ନିୟୋଜିତ କରିପାରିଲେ ନାହିଁ। ପ୍ରତ୍ନତତ୍ତ୍ୱରୁ ବିଚ୍ୟୁତ ହେବାର କାରଣମାନ ଆଗରୁ କରିଛି। ପ୍ରତ୍ନତତ୍ତ୍ୱ ଚର୍ଚ୍ଚା ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ସତ୍ୟ ସହି ଓ ବାସ୍ତବତା ସହି କରିବାର ସମୟ ହୁଏତ ଓଡ଼ିଶାରେ ଆସିନାହିଁ। ଯେଉଁ କେତେଖଣ୍ଡ ପୁସ୍ତକ ପ୍ରକାଶ କରିଛି ତାହା ବହୁ ବାଧାବିଘ୍ନ ମଧ୍ୟରେ ପ୍ରକାଶ କରିଛି। ଆର୍କିଓଲୋଜିକାଲ ରିମେନ୍ସ ଆଟ୍ ଭୁବନେଶ୍ୱରକୁ ପ୍ରକାଶ କରିବା ବେଳେ ଯେଉଁ ଲାଞ୍ଛନା ଓ ବାଧା ପାଇଥିଲି ତାହା ଆଗରୁ ବର୍ଣ୍ଣନା କରିଛି। କ୍ରୋନୋଲୋଜି ଅଫ୍ ଭୌମ, କେଶର ଆଣ୍ଡ ସୋମବଂଶିଆନ ଅଫ୍ ଓଡ଼ିଶାକୁ ପ୍ରକାଶ କଲା ବେଳେ ମଧ୍ୟ ତୀବ୍ର ପରୋକ୍ଷ ବିରୋଧମୁଖୀ ହେଉଥିଲି। ଏଥିରେ ଏପରି ଅନେକ କଥା ଅଛି ଯାହାକି ଭାରତର ନ୍ୟସ୍ତ ସ୍ୱାର୍ଥ ଐତିହାସିକମାନଙ୍କ ବିରୁଦ୍ଧରେ ଯାଉଛି। ଏ ଗ୍ରନ୍ଥ ଭୋପାଳରେ ଲେଖି ସାରିବା ପରେ ମୋତେ ମେ ଚାକିରିରେ ଅତିଷ୍ଠ କରିବାର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। 1960-61 ମଧ୍ୟରେ ଏହି ଗ୍ରନ୍ଥ ଲେଖି ସାରିବା ପରେ ଏବଂ ଏହି ସମୟ ମଧ୍ୟରେ ଆଉ କେତୋଟି ଗବେଷଣାତ୍ମକ ପ୍ରବନ୍ଧ ଲେଖି ସାରିବା ପରେ ହିଁ ପ୍ରଚାର କଲା ଯେ ମୋର ମଥା ଠିକ୍ ରହୁନାହିଁ। ଏ ପୁସ୍ତକଟି ତ ଅଛି, ବର୍ତ୍ତମାନ ସମସ୍ତେ ପରୀକ୍ଷା କରି ଦେଖନ୍ତୁ ଏହା ମଥା ପାଗଳିର ଲେଖା କି ନା। ଏ ପୁସ୍ତକଟି ନିଜେ ପ୍ରକାଶ କରିଥିବାରୁ ଏହାର ବିକ୍ରୟର ସୁବିଧା ପାଇପାରିଲି ନାହିଁ, ଏଣୁ ଏହାର ବହୁ କପି ଅବଧି ମୋ ପାଖରେ ପଡ଼ି ରହିଛି। ସାରଳା ସାହିତ୍ୟର ଐତିହାସିକ ଚିତ୍ରକୁ ଲେଖିବା ବେଳେ ମୁଁ ଯେଉଁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲି ତାହା ଆଗରୁ ବର୍ଣ୍ଣିତ ହୋଇଛି। ଉତ୍କଳ ବିଶ୍ୱବିଦ୍ୟାଳୟକୁ ଜ୍ଞାନ ବିଜ୍ଞାନ ପରିଷଦ ଆନୁକୂଲ୍ୟରେ ମୋର ଯେଉଁ ଇତିହାସ ଓ କିମ୍ବଦନ୍ତୀ ନାମକ ପୁସ୍ତକଟି ପ୍ରକାଶ ପାଇଛି ତାହାର ମଧ୍ୟ ଇତିହାସ ଅଛି। ଏ ପୁସ୍ତକ ଲେଖିବା ପାଇଁ ମୁଁ ଜ୍ଞାନ ବିଜ୍ଞାନ ପରିଷଦରୁ ସାହାଯ୍ୟ ସ୍ୱରୂପ 600 ଟଙ୍କା ପାଇଥିଲି। ଏହା ପାଇଁ ସାମଗ୍ରୀ ସଂଗ୍ରହ କରିସାରିବା ପରେ 1954ରେ ମୁଁ ଭାରତ ସରକାରଙ୍କ ଅଧୀନରେ ଚାକିରି କରିବାକୁ ଗଲି। ଅନେକ ଭାବିଲେ ଯେ ମୁଁ ଟଙ୍କା ଖାଇ ଚାଲିଗଲି, କିନ୍ତୁ ମୁଁ ତାହା କଲି ନାହିଁ। ପାଟନାରେ ବସି ଏହି ଇତିହାସ ଓ କିମ୍ବଦନ୍ତୀ ବହିଟି ଲେଖିଲି ଏବଂ 40ଟି ଫଟୋଗ୍ରାଫ ସହିତ ସେହି ବର୍ଷ ତାହା ଉତ୍କଳ ବିଶ୍ୱବିଦ୍ୟାଳୟରେ ଦାଖଲ କଲି। ଏହା ସେଠାରେ ପଡ଼ି ରହି 10 ବର୍ଷ ପରେ ପ୍ରକାଶିତ ହେଲା। ଜ୍ଞାନ ବିଜ୍ଞାନ ପରିଷଦରୁ ପଣ୍ଡିତମାନଙ୍କୁ ସହସ୍ର ସହସ୍ର ମୁଦ୍ରା ସାହାଯ୍ୟ ମିଳିଥିଲା, କିନ୍ତୁ କେହି ଗବେଷଣାର ଦର୍ଶନ ସ୍ୱରୂପ ପୁସ୍ତକଟି ପ୍ରକାଶ କରିନଥିଲି। ମୁଁ ଯେତେଦୂର ଜାଣେ ଜ୍ଞାନ ବିଜ୍ଞାନ ପରିଷଦର ଆନୁକୂଲ୍ୟରେ ପ୍ରକାଶିତ ମୋର ଉଲ୍ଲେଖିତ ପୁସ୍ତକ ହିଁ ଏକମାତ୍ର ପୁସ୍ତକ। କେବଳ ମୋର ପ୍ରବନ୍ଧ ମାନସ ପୁସ୍ତକଟି ପ୍ରକାଶ କଲାବେଳେ ମୁଁ କୌଣସି ବାଧା ବିରୋଧର ସମ୍ମୁଖ ହୋଇନଥିଲି। ଏଥିରେ ମୋର କେତେଗୁଡ଼ିଏ ପ୍ରବନ୍ଧ ପ୍ରକାଶ ପାଇଛି, ଏଣୁ ବିରୋଧ କରିବାକୁ କାହାର ସୁଯୋଗ ମିଳେ ନାହିଁ। ସମୟ ଗଡ଼ି ଚାଲିଛି, ଶେଷକ୍ରୋଶ ଶେଷ ହେଉନାହିଁ। ଆଜି ମୁଁ ଜଣେ ଲେଖକ ରୂପେ ବଞ୍ଚି ରହିଛି।
ତାହାର ପ୍ରମାଣ ମୁଁ କେବଳ ଗୋଟିଏ ଦିଗରୁ ପାଉଛି। ଯେତେ ମ୍ୟାଗାଜିନ୍ ସୋବେନିନ୍ର ପ୍ରକାଶିତ ହେଉଛି ସେଗୁଡ଼ିକ ଗୋଟିଏ ଗୋଟିଏ ପ୍ରବନ୍ଧ ଦେବା ପାଇଁ ମୋ ପାଖକୁ ସବୁବେଳେ ଅନୁରୋଧ ଆସୁଛି। ଶକ୍ତି ସୀମିତ ହୋଇଗଲାଣି, ତଥାପି ଯଥାସାଧ୍ୟ ଅନେକଙ୍କର ଅନୁରୋଧ ରକ୍ଷା କରୁଛି। ପ୍ରତ୍ନତତ୍ତ୍ୱ ବା ଇତିହାସ ସମ୍ବନ୍ଧରେ ଲେଖିବାକୁ ଗଲେ ଉପାଦାନ ସଂଗ୍ରହ ପାଇଁ ଐତିହାସିକ ସ୍ଥାନମାନଙ୍କୁ ଯିବାକୁ ପଡ଼େ, ଫଟୋ ସଂଗ୍ରହ କରିବାକୁ ପଡ଼େ ଏବଂ ଲାଇବ୍ରେରୀକୁ ଯାଇ ଘଣ୍ଟା ଘଣ୍ଟା ଧରି ଅଧ୍ୟୟନ ଓ ଅନୁଶୀଳନ କରିବାକୁ ପଡ଼େ। ଏସବୁ ପାଇଁ ମୋର ଶକ୍ତି ନାହିଁ। ଯାହା ଲେଖୁଛି ତାହା ଉତ୍ତାରିବା ପାଇଁ ମଧ୍ୟ ମୋର ଧୈର୍ଯ୍ୟ ବା ଶକ୍ତି ମଧ୍ୟ ନାହିଁ। ଏଣୁ ଏ ଜୀବନରେ ଆଉ ଅଧିକ କାମ କରିପାରିବି ବୋଲି ଆଶା କରିପାରୁନାହିଁ। ମୋର ମରିବା ପରେ ମୋ ସମ୍ବନ୍ଧରେ କେତେକ ବିଭ୍ରାନ୍ତକର କଥା ପ୍ରଚାରିତ ହୋଇପାରେ। ଏଣୁ ବଞ୍ଚିଥାଉ ଥାଉ ମୋ ଜୀବନର କେତେକ ଘଟଣାର ସତ୍ୟାଶ୍ରିତ କାହାଣୀ ପ୍ରକାଶ କରିବା ସମୀଚୀନ ମନେ କରୁଛି। ଅନେକଙ୍କ ଧାରଣା ଯେ ମୁଁ 1961ରେ ଭାରତ ସରକାରଙ୍କ ଚାକିରିରୁ ବିତାଡ଼ିତ ହୋଇ ଆସିବା ପରେ ପାଗଳ ହୋଇଯାଇଥିଲି। ଏକଥା ସତ୍ୟ ନୁହେଁ। ମୁଁ କୌଣସି ସମୟରେ ପାଗଳ ହୋଇନଥିଲି। ମିଥ୍ୟା ଅପବାଦ ଅପମାନ ଭୋଗର ଚରମ ସୀମାରେ ପହଞ୍ଚିଯିବା ପରେ ମୋର ମାନସିକ ଭାରସାମ୍ୟ ଟିକିଏ ଗଣ୍ଡଗୋଳ ହୋଇଯାଇଥିଲା। 1960ରୁ 1961 ମଧ୍ୟରେ ମୁଁ ଯେଉଁ ପୁସ୍ତକ ଓ ପ୍ରବନ୍ଧମାନ ଲେଖିଛି, ମୋ ମତରେ ସେଗୁଡ଼ିକ ମୋର ଉତ୍କୃଷ୍ଟ କାମ। ଅଥଚ ଏ ସମୟରେ ମୋର ମସ୍ତିଷ୍କ ବିକୃତ ଘଟୁଛି ବୋଲି ପ୍ରଚାର କରାଗଲା ଏବଂ ମୁଁ ଯେତେଦୂର ଜାଣେ ମୋର ଗୁପ୍ତ ରିପୋର୍ଟ କନଫିଡେନ୍ସିଆଲ ରିପୋର୍ଟରେ ମଧ୍ୟ ସେହିପରି ଲେଖିଦିଆଗଲା। 1961 ମଇ ଜୁନରେ ଜବଲପୁର ସାର୍କିଟ୍ ହାଉସରେ ମୋତେ ମିଥ୍ୟା ଅପବାଦ ଦେବା ପାଇଁ ଯେଉଁ ଷଡ଼ଯନ୍ତ୍ର ହୋଇଥିଲା, ମୁଁ ତାହା ତୀବ୍ର ପ୍ରତିବାଦ କରି ସେ ସମୟରେ ସେହି ସାର୍କିଟ୍ ହାଉସରେ ଅବସ୍ଥାନ କରୁଥିବା ଭାରତର ବିଶିଷ୍ଟ ନାରୀ ନେତ୍ରୀ ଶ୍ରୀମତୀ ସୁଭଦ୍ରା ଯୋଶୀଙ୍କୁ ସମସ୍ତ କଥା କହିଥିଲି ଓ ସମସ୍ତ ପ୍ରମାଣ ଦେଖାଇଥିଲି। ମୋର ମନେହୁଏ ଯେ ସେ ସାର୍କିଟ୍ ହାଉସରେ ମୋର ଖାଦ୍ୟରେ କୌଣସି ଜିନିଷ ମିଶାଇ ଦିଆଯାଇଥିଲା, ଯାହାଫଳରେ କି ମୋର ଭୟଙ୍କର ଭାବରେ ପେଟ ଖରାପ ହୋଇଥିଲା। ଏହା ପୂର୍ବରୁ କିମ୍ବା ଏହା ପରେ ଏପରି ପେଟ ଗୋଳମାଳ କେବେ ହୋଇନଥିଲା। ମୋର ଏହି ବୟସରେ ମଧ୍ୟ ଖାଦ୍ୟ ଉପରେ ମୋର କୌଣସି ନିୟନ୍ତ୍ରଣ ନାହିଁ। ମୁଁ ସମସ୍ତ ପ୍ରକାର ଖାଦ୍ୟ ଖାଏ। ବସ୍ତୁତଃ ଏ ଘଟଣା ପରେ ହିଁ ମୁଁ ସରକାରୀ ଚାକିରି ଛାଡ଼ିବା ପାଇଁ ବଦ୍ଧପରିକର ହୋଇଥିଲି। ମୁଁ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଶ୍ରୀ ଅମଳାନନ୍ଦ ଘୋଷଙ୍କୁ ଏକାଧିକ ଚିଠିରେ ଲେଖିଥିଲି ଯେ ମୋର କ୍ଷୁଦ୍ର ସରକାରୀ ଚାକିରିଟା ରାଜ୍ୟ ସରକାର ଓ ଧର୍ମ ମଧ୍ୟରେ ବିବାଦ ସୃଷ୍ଟି କରୁଛି। ଏଣୁ ମୁଁ ତାକୁ ତ୍ୟାଗ କରିବାକୁ ଚାହେଁ। ଏହି ଅନୁସାରେ ମୁଁ ମୋର ଭାରତ ସରକାର ଚାକିରି ଏବଂ ମୋର ଓଡ଼ିଶା ସରକାରଙ୍କ ଚାକିରିକୁ ଏକ ସମୟରେ ଇସ୍ତଫା ଦେଲି। ଭାରତ ସରକାର ମୋର ଇସ୍ତଫା ଗ୍ରହଣ କରିନେଲେ, କିନ୍ତୁ ଓଡ଼ିଶା ସରକାର ମୋର ଇସ୍ତଫାକୁ ଗ୍ରହଣ ନ କରି ମୋତେ ଅପମାନଜନକ ଅବସ୍ଥାରେ ରେଭେନ୍ସା କଲେଜରେ ପୋଷ୍ଟିଂ କଲେ। ଓଡ଼ିଶା ସରକାର ମୋର ଇସ୍ତଫା ଗ୍ରହଣ କରି ନେଇଥିଲେ ମୋର କୌଣସି ପ୍ରତିକ୍ରିୟା ହୋଇନଥାନ୍ତା। ନୂତନ ଚାକିରିଟିଏ ପାଇଁ ମୋତେ ସମଗ୍ର ଭାରତ ଉନ୍ମୁକ୍ତ ଥିଲା। ରେଭେନ୍ସା କଲେଜରେ ମୁଁ କ୍ରମେ ଇସ୍ରାଏଲମାନଙ୍କର ବ୍ୟଙ୍ଗ ବିଦ୍ରୂପର ପାତ୍ର ହୋଇପଡ଼ିଥିଲି। ଏଣୁ ମୋର ମସ୍ତିଷ୍କ କ୍ରମେ ବେଶୀ ଉତ୍ତେଜିତ ହୋଇପଡ଼ିଲା। ମୁଁ ଆଦିବାସୀମାନଙ୍କ ମଧ୍ୟରେ ଜନ୍ମଗ୍ରହଣ କରି ସେମାନଙ୍କ ମଧ୍ୟରେ ବଢ଼ିଥିଲି। ଏଣୁ ମୋଠାରେ ଆଦିବାସୀ ସ୍ୱଭାବଟା ପୂର୍ଣ୍ଣ ମାତ୍ରାରେ ଅଛି। ମୁଁ ସେମାନଙ୍କ ନୀତି ହିଁ ଧରିଲି। ପ୍ରହାରେଣ ଧନଞ୍ଜୟ। ଯେଉଁମାନେ ମୋତେ ବ୍ୟଙ୍ଗ ବିଦ୍ରୂପ କରୁଥିଲେ, ପରିଣାମ ନ ବିଚାରି ସେମାନଙ୍କୁ ପ୍ରହାର ଦେଉଥିଲି କିମ୍ବା ତୀବ୍ର ଭର୍ତ୍ସନା କରୁଥିଲି। ଏହି ପରିସ୍ଥିତିରେ ମୋର ସ୍ତ୍ରୀ ଓ ପୁତ୍ର କନ୍ୟାମାନଙ୍କର ମଧ୍ୟ ଧାରଣା ହେଲା ଯେ ମୋର ମସ୍ତିଷ୍କ ବିକୃତ ଘଟିଛି। ମୋର ସ୍ତ୍ରୀ ମୋତେ ଡାକ୍ତର ପାର୍ଥ ରାଓଙ୍କ ପାଖକୁ ନେଇଯାଉଥାନ୍ତି ଓ ସେ ମୋତେ କିଛି ଟ୍ରାଞ୍କ୍ୟୁଲାଇଜର ଦେଉଥାନ୍ତି, କିନ୍ତୁ ରୋଗର ମୂଳ କାରଣ ଭିନ୍ନ ପ୍ରକାର ଥିବାରୁ ତାହା ଭଲ ହେଉନଥାଏ। ଏ ଅବସ୍ଥାର ସମ୍ପୂର୍ଣ୍ଣ ରୂପେ ଭଲ ହେବା ପାଇଁ ମୋତେ ପ୍ରାୟ 5 ବର୍ଷ ଲାଗିଗଲା। ତେବେ ଏହିଠାରେ ଶେଷ ହେଲା ଆତ୍ମଜୀବନୀ ମୋ ସମୟର ଓଡ଼ିଶାର 12ଶ ପରିଚ୍ଛେଦର ପ୍ରଥମ ଭାଗ। ଆଗାମୀ ଅଧ୍ୟାୟରେ ଆମେ ଏହାର ଦ୍ୱିତୀୟ ଭାଗ ଶୁଣିବା। ରହିଲି, ନମସ୍କାର।